पंचम अध्याय। सुत उवाच सुत कहिले मुनीश्वर एथि उत्तारे युधिष्ठिर किपरि श्रीकृष्ण वचन करिले सेवने पालन ताहा कुहन्तु मुनिवर घटना करिण विस्तार। सौनक उवाच कहिले सौनक मुनि श्रोतांक आग्रहकु घेनी पडिला मळ मास जहु पांडवे सावधाने तहु पालन कले मास विधि स्नान शौच यथा विधि होई श्री पुरुषोत्तमंकु भक्तिरे पूजिले ताहांकु बेळेक अन्न भक्षी करी माघ कार्तिक व्रत परी पूजन जप ध्यान करी दिन काटिले विष्णु स्मरी 12 वर्षरे 4 थर पांडवे कले बारंबार बहुत पुण्य प्राप्त हेले युद्धरे विजय लभिले पुरुषोत्तम व्रत करी जे पुण्य होइला तांकरी से पुण्य बळे स्वर्ग गले धरारे सुकीर्ति रखिले एणु ए मळ मास व्रत जे करे होई श्रद्धावंत ता पुण्य कहिले न सरे सुख लभई ह परे एणु सुजोग न छाड़िब ए मास जे काळे पडिब विधिरे अनुष्ठान करी भवसागरु हेब पारे। सुत उवाच सुत कहिले महामुनि धन्य होइली एहा शुणी ए मळ मास व्रत किए करिले महाबाहु ताहांक चरित कुहन्तु हृदय आह्लाद बढ़ान्तु। सौनक उवाच सुतंक मुखु एहा शुणी हरसे सौनक मुनि कहिले शुण मुनिवर राजाए हय हय देशर चित्रवर नाम तांक दृढ़ ध्वजा जे पुत्र एक धार्मिक अटई से नृप शक्तिरे अत्यंत प्रताप बଳରେ जेह्ने महाबली सेपरि से प्रतापशाली पितांक आज्ञा बहथिले प्रजांकु स्नेह करुथिले अल्प बयसु तांक जस प्रजा घोषन्ति अहर्निश ता देखि पिता चित्रवर्मा पुत्रकु जानी महात्मा श्रद्धारे राज्यभार देले हरि भजने लागि गले संसार सुख त्याग करी रहिले सन्यासींक परी निरत विष्णु उपासना करन्ति होई शुद्ध मना पड़ई मळ मास जेबे विष्णु पूजन्ति श्रद्धा भावे होइला बहु पुण्य तांक तुटिला पापर कलंक एणु जे काळे मृत्यु हेला ता आत्मा विष्णु लोके गला धन्य कहिले राज्यवासी तांकर पुण्य कीर्ति घोषी पुत्र मनरे श्रद्धा हेला पितांक परि कर्म कला पड़ई जेबे अधिमास श्रद्धारे करिला हबिष विष्णु पूजिला दृढ़ चित्ते कार्तिक व्रत जेउ बते नित्य प्रभाते स्नान करी श्रद्धारे पूजे नर हरि सत्य कहन्ति नित्य तुंडे केबे हे न खान्ति पाषाण्डे सत्संग नित्य करुथान्ति श्री हरि लीला शुणुथान्ति जप करन्ति हरि नाम प्रजांकु पाळन्ति उत्तम पुत्र समान प्रजा गणे देखन्ति राजा अनुक्षणे प्रजा हितार्थे अर्थ सारी खोळन्ति कूप पोखरी दुखीरं किंकु अन्न द्यन्ति सबुंक दुःख से बुझ
ଅଜ୍ଞାନୀ ମୂର୍ଖ ଦୁରାଚାର ନଥିଲେ କେହି ପ୍ରଜା ତାର। ଗୁଣୀ ପଣ୍ଡିତ ସୁଧୀବନ୍ତ ପ୍ରଜାଏ ଥିଲେଟିଏ ମନ୍ତ। ରାଜ୍ୟେ ସୁବୃଷ୍ଟି ହେଉଥିଲା କାହାର ଅଭାବ ନଥିଲା। ହିଂସା କଳହ ରାଜ୍ୟେ ନାହିଁ କାଧନେ କାର ଲୋଭ ନାହିଁ। ରାଜା ଆଦର୍ଶ ଥିବା ହେତୁ ପ୍ରଜା ଆଦର୍ଶ ଅଧିକନ୍ତୁ। ହୋଇଥିଲେ ସେ ନଗରୀର ନଥିଲା ଭୟ ଭ୍ରାନ୍ତିକାର। ରାଜାଙ୍କ କର୍ମ ଅନୁସରି ପ୍ରଜା କରନ୍ତି ସେହିପରି। ଏଣୁ ରାଜ୍ୟରେ ପ୍ରଜାଗଣ ପୂଜା କରନ୍ତି ନାରାୟଣ। ଅଧିମାସର ବ୍ରତ ପାଳି ପ୍ରଜାଏ ଆନନ୍ଦେ ଉଛୁଳି। ଭଜନ କୀର୍ତ୍ତନ କରନ୍ତି ଶ୍ରୀ ବିଷ୍ଣୁ କରୁଣା ଲଭନ୍ତି। ଶ୍ରୀହରି କୃପା ଦୃଷ୍ଟି ଥିଲେ ଅଭାବ ନ ରହିବ ତିଳେ। ସକଳ ପ୍ରଜାର ଉନ୍ନତି ହେବାର ଦେଖାଗଲା ନୀତି। ରାଜାଙ୍କ ସଙ୍ଗେ ପୁତ୍ର କନ୍ୟା ପତ୍ନୀ ସୁପାତ୍ରେ ହେଲେ ଗଣ୍ୟା। ସକଳ ପ୍ରଜାଙ୍କ ମୁଖରେ ରାଜାଙ୍କ ପ୍ରଶଂସା ହିଁ ଝରେ। ରାଜାଙ୍କ କର୍ମ ପ୍ରଜା ହେରି ସକଳ କଲେ ସେହିପରି। ତେଣୁ ରାଜ୍ୟର ସୁଉନ୍ନତି ହେବାର ଦେଖାଗଲା ନୀତି। ରୋଗ ଅକାଳ ମୃତ୍ୟୁ ଭୟ ସେ ରାଜ୍ୟେ ନ ହେଲା ଉଦୟ। ହରସେ ପ୍ରଜା ଚଳୁଥାନ୍ତି ହସ କୌତୁକେ ଦିନ ନିଅନ୍ତି। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ବର୍ଣ୍ଣାନୁସାରେ କରି କର୍ମ। ଶାନ୍ତିରେ ସର୍ବେ ଚଳୁଥାନ୍ତି ନଥିଲା କା ଅଭାବ ଭ୍ରାନ୍ତି। ଧନ ଅଭାବ ନାହିଁ କାର ଥାନ୍ତି ରଚି ଦିବ୍ୟ ଘର। ସତ୍ୟ ମାର୍ଗରେ ପ୍ରଜା ଥାନ୍ତି ସର୍ବତ୍ର ବିରାଜଇ ଶାନ୍ତି। ବିପ୍ର ସନ୍ନ୍ୟାସୀ ଦୁଃଖୀ ଜନ ରାଜାଙ୍କ ଦୟାର ଭାଜନ। ହୋଇବା ହେତୁ ସୁଖେ ଥାନ୍ତି କେ କାରେ ହିଂସା ନ କରନ୍ତି। ଧର୍ମର ବଳୁ ସୁବୃଷ୍ଟିରେ ଶସ୍ୟ ମିଳଇ ପ୍ରଚୁରରେ। ନାରାୟଣଙ୍କ କୃପା ଦୃଷ୍ଟି ସର୍ବତ୍ର ହେଉଥାଏ ବୃଷ୍ଟି। ଏଣୁ ରାଜା ଓ ପ୍ରଜା ଜନେ ସୁଖରେ ଥାନ୍ତି ସବୁ ସ୍ଥାନେ। ରାଜାଙ୍କ ଗୁଣ ଗାଉଥାନ୍ତି ସକଳେ ଭୋଗୁଥାନ୍ତି ଶାନ୍ତି। ରାଜାଙ୍କ ହସ୍ତି ଅଶ୍ବ ସୈନ୍ୟ ଥିଲା ତାଙ୍କର ଅଗଣନ। ସଂଗ୍ରାମ ନ କରନ୍ତି କାହିଁ ପଡ଼ୋଶୀ ଥାନ୍ତି ବନ୍ଧୁ ହୋଇ। ପୁତ୍ର ଭାରିଜା ପ୍ରଜା ଧରି ଯଜ୍ଞାଦି ଶୁଭ କର୍ମ କରି। ସୁଖରେ ଦିନ ହରୁଥାନ୍ତି ସର୍ବତ୍ର ବିରାଜଇ ଶାନ୍ତି। ପ୍ରଜାଏ ଦଳ ଦଳ ହୋଇ ଶ୍ରୀହରି ନାମ ତୁଣ୍ଡେ ଗାଇ। ସନ୍ଧ୍ୟା ପ୍ରଭାତ ବେନିକାଳେ କୀର୍ତ୍ତନ କରି କୋଳାହଳେ। ଭ୍ରମନ୍ତି ସଦା ରାଜପଥେ ପତ୍ନୀ ପୁତ୍ରଙ୍କୁ ଘେନି ସାଥେ। ତା ଦେଖି ରାଜନ ଉଷତ ହୁଅନ୍ତି ଅତିଶୟ ନିତ୍ୟ। ଅତି ଆନନ୍ଦେ ନୃପ ଥାନ୍ତି ସସ୍ନେହେ ପ୍ରଜାଙ୍କୁ ପାଳନ୍ତି। ଦିନେ ମୃଗୟା କରିବାରେ ସୈନ୍ୟଙ୍କୁ ଧରି ସେ ସଙ୍ଗରେ। ନିକଟବର୍ତ୍ତୀ ବନେ ଗଲେ ଗୋଟିଏ ମୃଗକୁ ଦେଖିଲେ। ଗୋଡ଼ାଇ ଗଲେ ନୃପମଣି ପଳାଇ ଗଲା ଦ୍ରୁତେଣୀ। ଅଦୃଶ୍ୟ କାହିଁ ସେ ହୋଇଲା ବନ ଯେ ଅତି ଘଞ୍ଚ ଥିଲା। ପଥ ହୁଡ଼ିଲେ ନୃପମଣି ତୃଷାରେ ଲୋଡ଼ିଲେ ସେ ପାଣି। ସୈନ୍ୟ ସକଳେ କାହିଁ ଗଲେ ରାଜନ ଏକାକୀ ହୋଇଲେ। ବହୁତ ଖୋଜା ଖୋଜି କରି ରାଜନ ଦେଖିଲେ ପୋଖରୀ। ନିର୍ମଳ ଜଳେ ପରିପୂର୍ଣ୍ଣ କମଳ କୁମୁଦେ ମଣ୍ଡନ। ହୋଇଛି ସେହି ପୁଷ୍କରିଣୀ ଅତି ମଧୁର ସ୍ୱଚ୍ଛ ପାଣି। ପାନ କରିଲେ ରାଜା ଯାଇ ଅଶ୍ୱକୁ ପିଆଇଲେ ନେଇ। ତାକୁଳେ ଥିଲା ବଟ ବୃକ୍ଷ ରାଜା ତାହାକୁ କଲେ ଲକ୍ଷ୍ୟ। ଛାୟା ତାହାର ପ୍ରସାରିଛି ମୂଳେ ଶ୍ୟାମଳ ତୃଣ ଅଛି। ସେ ତୃଣ ଶଯ୍ୟାର ଉପରେ ବସି ବିଶ୍ରାମ ନେବା କାଳେ। ଦୃଷ୍ଟି ପଡ଼ିଲା ବୃକ୍ଷ ଡାଳେ ଅନେକ ପକ୍ଷୀ ତତ୍କାଳେ। ଡାଳରେ ଆଶ୍ରା ନେଇଛନ୍ତି ମଧୁର ପୂଜନ କରନ୍ତି। ଏ କାଳେ ଏକ ଶୁକ ପକ୍ଷୀ ବସିଛି ଡାଳେ ହୋଇ ସୁଖୀ। ନିରେଖି ରାଜାଙ୍କୁ ଚାହିଁଲା ମନୁଷ୍ୟ ପରି ସେ କହିଲା। ତା ଭାଷା ତାର ସ୍ୱର ଶୁଣି ତଟସ୍ଥ ହେଲେ ନୃପମଣି। ମନୁଷ୍ୟ ପରି କଣ୍ଠସ୍ୱରେ କହିଲା ସୁକ ଉଚ୍ଚ ଗିରେ। ଯେ ଜନ ସୁଖ ଭୋଗେ ବୁଡ଼ି ଅତୀତ କଥା ଜାନ୍ତି ହୁଡ଼ି। ସେ ଜନ
ଏ ଅଧିମାସର ଚରିତ ରଚନା କରି ହେଲି ପ୍ରୀତ ପୁରୁଷ ଉତ୍ତମ ମାହାତ୍ମ୍ୟ ରଚୁଛି ଶ୍ରଦ୍ଧାରେ ଅତ୍ୟନ୍ତ ସୁଜନେ ଏହି ବ୍ରତ କର ସକଳ ଦୁଃଖ ହେବ ଦୂର ଶ୍ରୀକୃଷ୍ଣ କରିବେ କରୁଣା ଦେବଙ୍କ ତୁଲେ ହେବ ଗଣା। इति श्री पद्मपुराणे सुत सौनक संवादे पुरुषोत्तम मास महात्म्य कथने नाम पंचमोऽध्यायः। षष्ठाध्याय। सुत उवाच सुत कहिले मुनिवर अति धार्मिक नृपवर सुकर पदे कथा किं पाई होई गले तुनी काहाकू किछि न कहिले मनरे खाली गुणी हेले कि कथा भाबुथिले मने कुहन्तु से कथा किए फेडिला मन कथा किपरि तुटिला से व्यथा से सबु कुहन्तु बुझाई शुणि सन्तुष्ट हेबि मोहि। सौनक उवाच सुतଙ୍କ मुखु ଏହା ଶୁଣି କହିଲେ ଶ୍ରଦ୍ଧା ଭରେ ମୁନି କହିଲେ ମନ ଦେଇ ଶୁଣ ଏ ଅଧିମାସର ପୁରାଣ ଅଟଇ ଅତିର ସମୟ ତୁଟିବ ମନୁଭବ ଭୟ ସୁକ ବଚନ ମନେ ଶୁଣି ଚିନ୍ତାରେ ଥିଲେ ନୃପମଣି କାହାକୁ କିଛି ନ କହନ୍ତି କେବଳ ଗୁଣୀ ହେଉଥାନ୍ତି ଗୁଣୀ ହୁଅନ୍ତେ କିଛି ଦିନ ବାଲ୍ମୀକି ମୁନି ତପୋଧନ ରାଜାଙ୍କ ନବରେ ଆସିଲେ ରାଜାଙ୍କୁ ଭେଟିବି କହିଲେ ଅମାତ୍ୟ ରାଣୀ ରାଜପୁତ୍ରେ ମୁନିଙ୍କୁ ଘେନି ନିଜ ସାଥେ ରାଜାଙ୍କ ପାଶେ ସର୍ବେ ଗଲେ ମୁନିଙ୍କ ପରିଚୟ ଦେଲେ ମୁନିଙ୍କୁ ଦିବ୍ୟାସନ ଦେଲେ ଉତ୍ତମ ସତ୍କାର କରିଲେ ନୃପଙ୍କ ପାଖରେ ବସାଇ ରାଣୀ ଯେ ଭୂମି ପରେ ଶୋଇ କହିଲେ କରପତ୍ର ଯୋଡ଼ି ମୁନି ଚରଣ ତଳେ ପଡ଼ି ଭୋମୁନି ମୋର ସୌଭାଗ୍ୟରୁ ଆପଣ ଆସିଛନ୍ତି ଦୂରୁ ଜାଣିଲି ସୌଭାଗ୍ୟ ଆସିଲା ଏଣୁ ବିଧାତା ପଠାଇଲା ଆଉ ମୋହର ନାହିଁ ଭୟ ସମ୍ପୂର୍ଣ୍ଣେ ହୋଇଗଲି ଥୟ ମୋ ପତି ସଦା ପୁଣ୍ୟେ ଥାନ୍ତି ମୃଗୟା ପାଇଁ କଲେ ମତି କିସ ଘଟିଲା ସେ କାନନେ କହୁତ ନାହାନ୍ତି ବଚନେ ମୌନ ହୋଇ ରହିଛନ୍ତି ମନରେ କିସ ଭାଳୁଛନ୍ତି କାହିଁକି ହେଲା ଏହିପରି କୁହନ୍ତୁ ତାହା ତପଚାରି ଆପଣ ତିନି କାଳ କଥା ପାରନ୍ତି ଜାଣି ହେ ମହାତ୍ମା ଲେଖିଅଛନ୍ତି ରାମାୟଣ ରାମ ସୀତାଙ୍କ ଦିବ୍ୟ ଗୁଣ ଦେଖିଲା ପରି ବର୍ଣ୍ଣିଛନ୍ତି ଏଣୁ ତ୍ରିକାଳ ଜାଣିଛନ୍ତି ମୋର ପତିଙ୍କୁ କର କ୍ଷୟ ଦୂର କରନ୍ତୁ ଆମ୍ଭ ଭୟ ରାଣୀଙ୍କ ମୁଖୁ ଏହା ଶୁଣି ହସି କହିଲେ ମହାମୁନି। ବାଲ୍ମୀକି ଉବାଚ हे राणी सती शिरोमणि मुहि सकल अछि जाणी राजा मौने बसिछन्ति सुदिव्य चिंता करुछन्ति ए कଳି जुगरे सन केउठी नाहन्ति राजन बहुत धर्म कर्म कले यत्नरे प्रजाଙ୍କୁ पाଳିले एहाଙ୍କ परि राजा जणे नाहन्ति सारा भुवने अत्यंत धर्म परायण अटन्ति एहि नर राण बहुत अधिमास व्रत करिअछन्ति एणु एत अवश्य मुक्ति होइबे पुनः जन्म नाही भवे एपरि कहन्ते बाल्मीकि नृपति ताଙ୍କ मुख देखि कहिले मधुर वचन प्रणाम करि पुण पुण राजा उवाच भोमुनि तुमर आशीष सर्वदा पाउथाउ दास एपरि कहि आरंभिले कि हेतु मुक
ନିରତ ମନେ ଭାଳୁଥାଏ, ଆକୁଳେ ମନେ ଚିନ୍ତୁଥାଏ। ସୁଯୋଗେ ଆପଣ ଆସିଲେ, ମନର ସନ୍ଦେହ ନାସିଲେ। ଏଣୁ ପ୍ରଣତି କରୁଅଛି, ଦୟା କରନ୍ତୁ ମୋତେ ଯତି। ଆପଣ ଭୂତ ଭବିଷ୍ୟତ ତ୍ରିକାଳ ଜାଣନ୍ତି ସମସ୍ତ। ସୁଦୟା କରି ମୋର ପ୍ରତି, ହରନ୍ତୁ ମନ ବ୍ୟଥା ଅତି। ଏପରି କହି ନରପତି ମୁନିଙ୍କୁ କରିଲେ ପ୍ରଣତି। ବାଲ୍ମୀକି ଉବାଚ ନୃପଙ୍କୁ ଦେଖି ମୁନିବର ହେବାରୁ ଅତୀତ ଗୋଚର। କହିଲେ ଶୁଣ ନରପତି, ତୁମର ଅତୀତର କୃତି। ଅତୀତେ ବହୁ ପୁଣ୍ୟ କଲ, ତା ବଳେ ନୃପ ପୁତ୍ର ହେଲ। ଭାରତ ଦକ୍ଷିଣ ଦିଗରେ, ଦ୍ରାବିଡ଼ ଦେଶର ମଧ୍ୟରେ। ତାମ୍ରପର୍ଣ୍ଣିକା ନଦୀ ଏକ ପବିତ୍ର, ଯାହାର ଉଦକ। ସେ ନଦୀ କୂଳେ ଏକ ଗ୍ରାମେ, ଆପଣ ସୁଦେବଙ୍କ ନାମେ। ଆଶ୍ୱାଳାୟନ ଗୋତ୍ରେ ଏକ ବିପ୍ରର ଏକଇ ବାଳକ। ହୋଇଣ ଜନମ ହୋଇଲ, ବାଲ୍ୟରୁ ବିଷ୍ଣୁ ଭକ୍ତ ଥିଲ। ଜନକ ଜନନୀ ତୁମର ପରମ ଭକ୍ତ ବିଷ୍ଣୁଙ୍କର। ବେଦ ପଠନେ ରତ ଥାନ୍ତି, ଭକ୍ତିରେ ବିଷ୍ଣୁଙ୍କୁ ପୂଜନ୍ତି। ଗୌତମୀ ନାମେ ପତ୍ନୀ ଥିଲା, ଅତି ଧାର୍ମିକ ସେ ମହିଳା। ପରମ ପତିବ୍ରତା ସେହି, ଧର୍ମ କର୍ମରେ ବୁଡ଼ି ରହି। ସୁଖରେ କଟାଇଲା କାଳ, କିନ୍ତୁ କୋଳେ ତା ନାହିଁ ବାଳ। ତା ସାଙ୍ଗ ସାଥୀ ସମସ୍ତଙ୍କ ସନ୍ତାନ ଦେଖି ହେଲା ରଙ୍କ। ପତିଙ୍କୁ ତା ଦୁଃଖ କହିଲା, ବିକଳେ କେତେ ସେ କାନ୍ଦିଲା। ପତ୍ନୀର ଦେଖି ମନ ଖେଦ, ତା ମନ ହୋଇଲା ବିଷାଦ। ଅପୁତ୍ରୀ ହେଲି ଚିନ୍ତା କରି, ବିକଳ ହେଲା ସ୍ମରି ସ୍ମରି। ବୋଇଲା ବ୍ୟର୍ଥ ହେଲା ପ୍ରାଣ, ମୋ ଧର୍ମ ସବୁ ଅକାରଣ। ଆତ୍ମା ମୋ ଲୋହିବ ମୁକତ, କିମ୍ବା ବିଧାତା କଲା ଜାତ। ଏପରି ମନେ ହୋଇ ଗୁଣି, କାନ୍ଦିଲା ଯହୁଁ ପୁଣି ପୁଣି। ପତ୍ନୀ ସାନ୍ତ୍ୱନା କରାଇଲା, ପତିଙ୍କୁ ପ୍ରବୋଧି କହିଲା। ହେ ନାଥ ମନେ ଥୟ ଧର, ନ ହେଉ ଆମ୍ଭର କୁମର। ଚିନ୍ତା ମନରୁ ପରିହରି, ଆସ ପୂଜିବା ନର ହରି। ଦେବକୀ ପୁତ୍ର ବାସୁଦେବ, ପୂଜିଲେ ନିଶ୍ଚେ ହେବ ପୁତ୍ର। ଯେବେ କରୁଣା ହୋଇଯିବ, ଆମ୍ଭର ଦୁଃଖ ନ ରହିବ। ଦେବକୀ ସୁତ ହେଲେ ପ୍ରୀତ, ନିଶ୍ଚୟ ପ୍ରାପ୍ତ ହେବ ପୁତ୍ର। ପତିଙ୍କୁ ଏପରି ବୁଝାଇ, କହନ୍ତେ ହରଷିତ ହୋଇ। ପତିଙ୍କ ଦୁଃଖ ଦୂର ହେଲା, ସେପରି କରିବା ବୋଇଲା। ଦିନେ ସେ ପତି ପତ୍ନୀ ଦୁଇ, ତପସ୍ୟା କରିବାର ପାଇଁ। ତାମ୍ରପର୍ଣ୍ଣିର ତୀରେ ଗଲେ, ଘୋର ତପରେ ମଜ୍ଜି ଗଲେ। ବହୁତ କାଳ ତପ କଲେ, ଅନ୍ନ ଜଳାଦି ତ୍ୟାଗ କଲେ। ତାଙ୍କର ଘୋର ତପ ଦେଖି, ଶ୍ରୀହରି ବୈକୁଣ୍ଠ ଉପେକ୍ଷି। ଗରୁଡ଼ ପୃଷ୍ଠେ ବିଜେ ହୋଇ, ଆସିଲେ ବର ଦେବା ପାଇଁ। ସେ ପତି ପତ୍ନୀ ବେଣୀ ଜନ, ଦେଖିଲେ ବିଷ୍ଣୁଙ୍କୁ ଯେ ସନ। ଭୂମିରେ ଦଣ୍ଡବତ ହୋଇ, ପାଦରେ ପଡ଼ିଗଲେ ଶୋଇ। ନୟନେ ଅଶ୍ରୁ ପୂରି ଅଛି, ବାଣୀ ଯେ ଗଦ୍ଗଦ ହେଉଛି। କହିଲେ ଅନୁନୟ ବାଣୀ, ହେ ପ୍ରଭୁ ଶଙ୍ଖ ଚକ୍ର ପାଣି। ତୋହର ଚରଣେ ଶରଣ, ପଶୁଛୁ ଆମ୍ଭେ ବେଣୀ ଜନ। ତୁ ପ୍ରଭୁ କରୁଣା ସାଗର, ମୋ ମନ ଜାଣି ଦୁଃଖ ହର। ବିପ୍ର ଦମ୍ପତି ଭକ୍ତି ଦେଖି, ସନ୍ତୁଷ୍ଟ ହେଲେ ପଦ୍ମ ଆଖି। ବୋଇଲେ ଉଠ ବିପ୍ରବର, ମାଗ ଯା ଇଚ୍ଛା ମୋତେ ବର। ତୁମର ଉପରେ ସନ୍ତୁଷ୍ଟ ହୋଇ ଆସିଛି ତଳୁ ଉଠ। କି ଅଛି ଅଭିଳାଷ କହ, ମନର ସନ୍ତାପକୁ ଦହ। ଶ୍ରୀହରି କହନ୍ତେ ଏପରି, ବିପ୍ର କହିଲେ କାନ୍ଦି କରି। ବିପ୍ର ଉବାଚ ହେ ପ୍ରଭୁ ତୁମର କୃପାରେ, ସବୁ ପାଇଲି ଏ ସଂସାରେ। କିନ୍ତୁ ମୁଁ ପୁତ୍ର ପାଇ ନାହିଁ, ଦୁଃଖରେ ହେଉଅଛି ଦହି। କରାନ୍ତୁ ପୁତ୍ର ପ୍ରାପ୍ତ ମୋତେ, ସଂସାରୁ
गरुड उवाच भो प्रभु कमलांकपति आपण विप्रंकर गति जदि एहाकु पेखिब संसारे भत्सना शुणिब किंपाई आउ विप्रकुल डाकिबे होइण व्याकुल यज्ञ तपस्या त्याग करी नास्तिक होई जिबे हरि एणु सुदया करी थांतु विप्रकु संतान दियंतु गरुड मुखु एहा शुणी हसी कहिले चक्रपाणी ଯାହାର ଭାଗ୍ये ଯାହା ନାହିଁ କିପରି ଦେଇ ପାରେ ମୁହିଁ ସୁଦୟା ଯଦି ହେଲା ତୋର ତୁ ଦେଇ ପାରିବୁ କୁମର ମୋହର ଏକ ଅଂଶ ନେଇ ଜନମ ହୋଇଛୁ ତ ତୁହି ମୋର ସମ୍ମାନ ରକ୍ଷା କର ଧିଅରେ ତୋ ଅଂଶୁ କୁମର ଏପରି କହି ନାରାୟଣ ବିପ୍ରଙ୍କୁ କରି ଆଶ୍ୱାସନ ଗରୁଡ଼େ ଦେଲେ ଅଧିକାର ଦେବାକୁ ତାହାଙ୍କୁ କୁମର ହରସ ହେଲା ବିପ୍ର ମନ ଗରୁଡ଼ ପାଦକୁ ବନ୍ଦନ କରିଲେ ପତି ପତ୍ନୀ ବେନି ବହୁତ ଅନୁରାଗ ଘେନି ଗରୁଡ଼ ହୋଇଲେ ପ୍ରସନ୍ନ ପ୍ରଫୁଲ୍ଲ ଦିଶିଲା ବଦନ ଶ୍ରୀଦେବ ରାଜ ଗୀତେ ଭଣେ ଜଗତ ହିତାର୍ଥ କାରଣେ ସକଳେ ଶ୍ରୀକୃଷ୍ଣ ଚରଣ ଭଜ ନିରତ ଦେଇ ମନ ଏ କଳି ଯୁଗେ ନାମ ସାର ମୁକ୍ତ ହୋଇବ ମୋକ୍ଷ ଦ୍ୱାର। इति श्री पद्मपुराणे सूत शौनक संवादे पुरुषोत्तम मास महात्म्य कथने नाम षष्ठोऽध्यायः।